ସେଟା ଦୁଇଟା ପୋଷ୍ଟର ବିଧାୟକ ଏଗନେଷ୍ଟ ଯେଉଁ ମରା ହେଇଥିଲା ପୋଷ୍ଟର ଯେଉଁଟା ଆପଣମାନେ କହୁଛନ୍ତି ସେ ଦୁଇଟା ପୋଷ୍ଟର ଆମର କଣ୍ଟାବାଞ୍ଜି ଗୁରୁ ମାର୍କେଟରେ ଗୋଟେ ମରା ହେଇଥିଲା ଆଉ ଗୋଟେ ଗାର୍ଲ ହାଇସ୍କୁଲ ପାଖରେ ସେଟା ଆମର ରିପୋର୍ଟ ଆମର ପାଇଲା ପରେ ପୁଲିସ ସାଙ୍ଗେ ସାଙ୍ଗେ ଯାଇକରି ସେ ଦୁଇଟା ପୋଷ୍ଟର ବି ଜବତ କରାହେଇଛି। ଆଉ ବର୍ତ୍ତମାନ ଯେହେତୁ ଏଇଟା ଗୋଟେ ଏମଏଲଏଙ୍କ ଏଗନେଷ୍ଟରେ ଲେଖା ହେଇଥିଲା ତେଣୁ ଆମେ ବିଭିନ୍ନ ଦିଗକୁ ଲକ୍ଷ୍ୟ କରିକି ଆମେ ବିଭିନ୍ନ ଏଙ୍ଗେଲକୁ କରିକି ସେଇ ଉପରେ ତଦନ୍ତ ଚାଲିଛି। ଆଉ ଆମେ ତାଙ୍କ ଘର ଲୋକ ସହିତ ବି ସମ୍ପର୍କରେ ଅଛୁ। ସେ ଯଦି ତାଙ୍କର ପାଖରେ କିଛି ଥିବ କ୍ଲୁ ସେ ଉପରେ ବି ଆମେ ତଦନ୍ତ କରିବୁ। ଆମେ ବିଭିନ୍ନ ଦିଗକୁ ଆମର ନେଇକରି ବର୍ତ୍ତମାନ ତଦନ୍ତ ଆରମ୍ଭ ହେଇଯାଇଛି। ସାର୍ ସେ ଯେଉଁ ପୋଷ୍ଟର ବ୍ୟାନରରେ ଗୋଟେ ଫଟୋଟେ ଲାଗିଛି ସେ ଫଟୋ କାହାର ଜଣାପଡ଼ୁଛି? କିଛି ଜଣାପଡ଼ୁନି, ସେଟା ବର୍ତ୍ତମାନ ତଦନ୍ତ ସାପେକ୍ଷ। ସାର୍ ସହରରେ ବିଭିନ୍ନ ଜାଗାରେ ସିସିଟିଭି ଲାଗିଥିବ ଯୋଉଠି ବାଳିକା ବିଦ୍ୟାଳୟ କହୁଛନ୍ତି ସେ ସିସିଟିଭି ବି ତ କିଛି ସେଟା ବର୍ତ୍ତମାନ ସିସିଟିଭି ଫୁଟେଜ ବର୍ତ୍ତମାନ ଚେକିଂ ଚାଲିଛି। ଯେହେତୁ ସେ ପାଖରେ ସିସିଟିଭି ଫୁଟେଜ ଚେକ୍ କରାହେଲାଣି ଆଉ ସେ ପାଖ କିଛି ମିଳିନି। ଆଉ ଯେଉଁ ଅନ୍ୟ ଯେଉଁଗୁଡ଼ାକ ଅଛି ସେଇ ଆମର ସ୍ପଟ୍ ପାଖରେ ସେଗୁଡ଼ାକ ବର୍ତ୍ତମାନ ସେଟା ଚେକ୍ କରାହେଉଛି। ଚେକ୍ ହେଲା ପରେ ଆମେ କିଛି କ୍ଲୁ ବି ପାଇପାରିବୁ। ସାର୍ ଏନେ ବିଧାୟକଙ୍କ ଠାରୁ କିଛି ଇନପୁଟ୍ ମିଳୁଛି? କିଛି ତାଙ୍କର କିଛି ଏପର୍ଯ୍ୟନ୍ତ ମିଳିନି। ଆମେ ତାଙ୍କ ଘର ଲୋକ ସହିତ ବି ସମ୍ପର୍କରେ ଅଛୁ। ଆଉ କିଛି ଯଦି ତାଙ୍କ ପାଖରେ ଖବର ଥିବ ଆମକୁ ଦେଲେ ଆମେ ସେଇ ଅନୁସାରେ ବି ତଦନ୍ତ ଆମେ ଆଗକୁ ଯିବ। ଆମର ବର୍ତ୍ତମାନ ତଦନ୍ତ ଆଗେଇଛି। ବର୍ତ୍ତମାନ ପୋଲିସ ଚଢ଼ଉ ଜାରି ରଖିଛି କି ବିଭିନ୍ନ ଜାଗାରେ ପୋଷ୍ଟର ବ୍ୟାନର କୋଉଠି ରଖାଯାଇଛି? ନାଇଁ ବର୍ତ୍ତମାନ ସେଥିରେ ଆମର ଏଇଟା ବର୍ତ୍ତମାନ ଆମେ ସିସିଟିଭି ଫୁଟେଜ ଗୁଡ଼ାକ ଆମେ ଚେକିଂ ଚାଲିଛି। ତେଣୁ ସେଥିରେ କିଏ ସମ୍ପୃକ୍ତ କହିଲେ ଯଦି ଏସର୍ଟନ୍ ହେଇଗଲା ତାପରେ ଆମେ ଚଢ଼ଉ କରିବୁ। ଆମେ ବର୍ତ୍ତମାନ ଇଏ ଯେହେତୁ ମହାପ୍ରବଣ ଅଞ୍ଚଳ ଗୋଟେ ସେଟା ମାଓବାଦୀ ମାନଙ୍କର ବି କିଛି ସମ୍ପୃକ୍ତି ଥିବା ସେଟା ମାଓବାଦୀ ସମ୍ପର୍କ ଆପଣମାନେ ଯେଉଁ କହୁଛନ୍ତି ସେଟା ସେଇ ଫ୍ଲାଇଟ୍ରେ ବି ଆମେ ସେ ତଦନ୍ତ ବି ଚାଲିବ। ଯେହେତୁ ତୁରେକେଲା ଏରିଆଟା ହେଉଛି ମାଓବାଦୀ କଣ୍ଟାବାଞ୍ଜି ହେବ ତ ଏପର୍ଯ୍ୟନ୍ତ କିଛି ନାହିଁ। ତେଣୁ ଯଦି ସେ ମାଓବାଦୀ ସମ୍ପୃକ୍ତି କିଛି ଜଣାପଡ଼େ ସେ ଲାଇଟ୍ରେ ବି ଆମେ କରିବୁ। ସେଟା କ'ଣ ଜଣାପଡ଼ୁଛି ରାଜନୈତିକ ଶତ୍ରୁତା ନା ବ୍ୟକ୍ତିଗତ ଶତ୍ରୁତା? ନାଇଁ ତଦନ୍ତ ପରେ ଜଣାପଡ଼ିବ ଯେ ଆକ୍ଚୁଆଲି କେଉଁଥିପାଇଁ ପୋଷ୍ଟର ମରା ହେଇଛି କିଏ ମାରିଛି ସେଟା ତଦନ୍ତ ପରେ ଆମେ ଜାଣିପାରିବୁ। ଆଉ ସେ ଲୋକ ଯିଏ ସମ୍ପୃକ୍ତ ତାକୁ ଆମେ ଆରେଷ୍ଟ କରି କୋର୍ଟ ଫରୱାର୍ଡ କରିବୁ। ଆଜ୍ଞା ତାଙ୍କର ଯେଉଁ ସମର୍ଥକ ମାନେ ଟ୍ୱିଟ୍ କରିବା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଦାବି କରୁଛନ୍ତି ସନ୍ତୋଷ ସିଂ ସାନିଆକୁ, ଯେହେତୁ ଆଗକୁ ନିର୍ବାଚନ ଅଛି ପୋଲିସ ସୁରକ୍ଷା ଯୋଗାଇ ଦେବ। ସେଟା ଆମର ଯଦି ସିଏ ଆମର ଗଭର୍ଣ୍ଣମେଣ୍ଟ ସେ ଗଭର୍ଣ୍ଣମେଣ୍ଟକୁ ଜଣାହେବ ସିଏ ତାଙ୍କର ସେଇ ଗଭର୍ଣ୍ଣମେଣ୍ଟ ଯାହା ଡିସାଇଡ୍ କରିବ ସେଇ ଅନୁସାରେ ଆମର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।